ଗାର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ବାଇବେଲ କ'ଣ କୁହେ? ଏହି ବିଷୟରେ ଆମେ ପ୍ରଭୁଙ୍କର ବାକ୍ୟରୁ ଦେଖିବା। ଆମେ ଆଲୋଚନା କରିବା କ'ଣ ବାସ୍ତବିକ ଗୋଟିଏ ପୁଅ ଗୋଟିଏ ଝିଅ ପରସ୍ପର ବନ୍ଧୁତ୍ୱର ସମ୍ପର୍କ ରଖିପାରିବେ କି? ପରସ୍ପର ମଧ୍ୟରେ ଫ୍ରେଣ୍ଡସିପ୍ କରିପାରିବେ କି? ନା ଆଉ କେଉଁ ପ୍ରକାର ସମ୍ପର୍କରେ ସେମାନେ ପରସ୍ପରକୁ ଆବଦ୍ଧ ଭାବେ ରଖିପାରିବେ? ବାଇବେଲ କ'ଣ ଅନୁମତି ଦେଉଅଛି କି? କେଉଁ ପ୍ରକାର ବିଷୟ ବାଇବେଲ ଅନୁମତି ଦେଉଅଛି ଜଣେ ପୁଅ ଏବଂ ଜଣେ ଝିଅକୁ? ଆଉ କେତେବେଳେ କେଉଁ ପ୍ରକାର ଭାବେ ସେମାନେ ତାଙ୍କର ସମ୍ପର୍କ ସ୍ଥାପନ କରିବେ? କେତେବେଳେ ସେମାନେ ପରସ୍ପର ବନ୍ଧୁତ୍ୱରେ ପରସ୍ପର ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସାଜି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ମ୍ୟାରେଜ୍ ହେବେ, ପରସ୍ପର ମଧ୍ୟରେ ସେ ପ୍ରେମର ମିଳନକୁ ବଢ଼ାଇବେ। ଏଭଳି ଯେତେ ବିଷୟ ଆମେ ଏହି ଦିନମାନଙ୍କରେ ଦେଖୁଅଛୁ, ଅନେକ ଆମମାନଙ୍କର ଖ୍ରୀଷ୍ଟିଆନ ସମାଜ ପରିବାରରେ ଏହା କ'ଣ ବାଇବେଲ ଭିତ୍ତିକ କି? ଏହା କ'ଣ ପ୍ରଭୁଙ୍କର ବାକ୍ୟ ପ୍ରକାରେ ହେଉଅଛି କି? ଏହା କ'ଣ ସତ୍ୟ ଅଟେ କି? ଏହା କରିବା ଦ୍ୱାରା ପ୍ରଭୁ ଗୌରବ ପାଉଅଛନ୍ତି କି? ଏହି ସମସ୍ତ ବିଷୟ ଆମେ ପ୍ରଭୁଙ୍କର ବାକ୍ୟରୁ ଆମେ ଆଲୋଚନା କରିବା, ଜାଣିବା ପ୍ରଭୁ ଆମମାନଙ୍କୁ କ'ଣ ଶିକ୍ଷା ଦେଉଅଛନ୍ତି ପ୍ରଭୁଙ୍କର ବାକ୍ୟ ପ୍ରକାରେ। ହଁ ପ୍ରିୟମାନେ, ମୁଁ ଆପଣମାନଙ୍କ ସମ୍ମୁଖରେ ବାଇବେଲର ଗୋଟିଏ ଯୁବକକୁ ମୁଁ ନେଇଯିବି। ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ସେଇ ଯୁବକ ଜଣେ ପ୍ରଭୁଙ୍କର ସେବକ କହିଲେ ଭୁଲ ହେବ ନାହିଁ। ଆଉ ଗୋଟିଏ ମଣ୍ଡଳୀରେ ବା ଗୋଟିଏ ଚର୍ଚ୍ଚରେ ପ୍ରଭୁଙ୍କର ସହଭାଗିତାରେ ରହୁଥିବା ସମସ୍ତ ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନଙ୍କର ଗହଣରେ ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀମାନଙ୍କର ଗହଣ, ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀମାନଙ୍କୁ ହିଁ ମଣ୍ଡଳୀ ବୋଲି କୁହାଯାଏ। ତେଣୁ ଆମେ ଦେଖୁ ଯେ ତିମୋଥୀ ନାମକ ସେଇ ସେବକ ବା ଯୁବକ ଯେତେବେଳେ ପାଉଲଙ୍କ ଦ୍ୱାରା ଆଉ ତାଙ୍କର ପରାମର୍ଶ ସେ ପତ୍ରରେ ଲେଖି ପ୍ରେରିତ ପାଉଲ ତିମୋଥୀଙ୍କୁ କହୁଥିଲେ। ଆଉ ସେଇ ପତ୍ର ଲେଖିବାର ଉଦ୍ଦେଶ୍ୟ ବି ଆମେ ଜାଣୁ। ଯଦି ପ୍ରଥମ ତିମୋଥୀ 3 ତାର 15 ପଦ ଯଦି ପଢ଼ିବା, ସେଠାରେ ଲେଖାଯାଏ, ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀରେ କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏ ହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି। ଜୀବିତ ମଣ୍ଡଳୀ, ଈଶ୍ୱରଙ୍କର ମଣ୍ଡଳୀ, ଯାହାକି ଜୀବିତ ଈଶ୍ୱରଙ୍କର ମଣ୍ଡଳୀ ବୋଲି ଆମେ ଦେଖୁ। ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କର ମଣ୍ଡଳୀରେ କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ଜ୍ଞାତ ହେବାର ଅଛି। ସେଥିପାଇଁ ମୁଁ ଲେଖୁଅଛି ବୋଲି ପ୍ରେରିତ ପାଉଲ ଯୁବକ ତିମୋଥୀଙ୍କୁ ସେ ଜ୍ଞାତ କରାଉଛନ୍ତି। ହଁ ପ୍ରିୟମାନେ, ଆମେ ଦେଖୁ ଯେ ଯୁବକ ତିମୋଥୀ ଯେଉଁ ଯୌବନ ଅବସ୍ଥା ଥିବା ସମୟରେ ତାହାଙ୍କୁ ଏଭଳି ଏକ ଇନଷ୍ଟ୍ରକ୍ସନ୍ ବା ଏଭଳି ଏକ ପରାମର୍ଶ ଦେଉଅଛନ୍ତି। ଆମେ ଦେଖୁ ଆଉ ସେଠାରେ ଲେଖାଯାଏ, ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କ ଆଦର୍ଶ ସ୍ୱରୂପ ହୁଅ। ଯୌବନ ଅବସ୍ଥା ସକାଶୁ ତୁମକୁ କେହି ତୁଚ୍ଛ ନ କରୁ। ଯୌବନ ଅବସ୍ଥାରେ କେଉଁ ପ୍ରକାର ଭାବେ ଜୀବିତ ଈଶ୍ୱରଙ୍କର ମଣ୍ଡଳୀରେ ଆଚରଣ କରିବାକୁ ପଡ଼ିବ। ଆଉ ଏହି ଯୌବନ ଅବସ୍ଥାରେ ତୁମର କଥାବାର୍ତ୍ତା, ତୁମର ଆଚରଣ, ତୁମର ପ୍ରେମ, ବିଶ୍ୱାସ ଆଉ ପବିତ୍ରତାକୁ ତୁମେ ଯେପରି ଏ ଯୌବନ ଅବସ୍ଥାରେ ମେଣ୍ଟେନ୍ କରିବ, ସେଇ ନିମନ୍ତେ ଆଉ ପାଉଲ କହୁଥିବା ବିଷୟ ଏଠାରେ ଆମେ ଦେଖୁ। ହଁ ପ୍ରିୟମାନେ, ଆହୁରି ମଧ୍ୟ ଆମେ ଯଦି ଦେଖିବା, ଲେଖାଯାଏ ପ୍ରଥମ ତିମୋଥୀ 5 ତାର 1 ପଦରେ ଯେ ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କର ନାହିଁ, କିନ୍ତୁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର। ଯୁବକମାନଙ୍କୁ ଭାତୃତୁଲ୍ୟ, ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର। ବିଶେଷ କରି
ଯୁବ ସମାଜ, ଯୁବା ଭାଇ ଭଉଣୀମାନଙ୍କୁ ଆଉ କି ପ୍ରକାର ଭାବେ ସେମାନେ ବଡ଼ମାନଙ୍କ ପ୍ରତି ଆଉ ବୃଦ୍ଧ ବ୍ୟକ୍ତିଙ୍କୁ ଯେପରି ତିରସ୍କାର ନ କରି ଗୋଟିଏ ବାପା ବା ପିତୃତୁଲ୍ୟ ସେମାନେ ଜ୍ଞାନ କରିବାର ଅଛି। ଆଉ ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ବା ମାତା ପରି ସେମାନେ ବିଚାରକୁ ନେବାର ଅଛି। ଆଉ ଏଠି ଯୁବକ ମାନଙ୍କୁ ଭାତୃତୁଲ୍ୟ ଭାଇମାନଙ୍କ ଭଳି ଦେଖିବାର ଅଛି। ବିଶେଷ କରି ଏଠାରେ ଲେଖାଯାଏ ଯୁବତୀମାନଙ୍କୁ ଖାଲି ଭଗ୍ନିତୁଲ୍ୟ ବୋଲି ଲେଖାଯାଏ ନାହିଁ, କିନ୍ତୁ ପବିତ୍ର ଭାବରେ ଭଗ୍ନିତୁଲ୍ୟ ଜ୍ଞାନ କରି ସେ ପ୍ରକାର କର। ସମସ୍ତ ଯୁବତୀମାନେ ଯେତେ ଜଣ ଅଛନ୍ତି ମଣ୍ଡଳୀରେ ହେଉ କିମ୍ବା ଆମ ଚତୁଃପାର୍ଶ୍ୱରେ ହେଉ, ଆମ ରିଲେଟିଭ୍ସ ମାନେ ସେମାନଙ୍କୁ ପବିତ୍ର ଭାବେ ଦେଖିବା ପାଇଁ ଅର୍ଥାତ୍ ଭଗ୍ନିତୁଲ୍ୟ ଦେଖିବା ପାଇଁ ପ୍ରତ୍ୟେକ ଯୁବକମାନଙ୍କୁ ପରାମର୍ଶ ଦିଆଯାଇଛି ପ୍ରଭୁଙ୍କର ବାକ୍ୟରେ। ସେମାନେ କେବେ ମଧ୍ୟ ଆଉ ଗାର୍ଲଫ୍ରେଣ୍ଡ କି ବୟଫ୍ରେଣ୍ଡ ସାଜି ସେମାନଙ୍କର ସମ୍ପର୍କ ପ୍ରଭୁଙ୍କର ସମ୍ପର୍କ ଠାରୁ ଅଧିକ, ପ୍ରଭୁଙ୍କୁ ପ୍ରେମ କରିବା ଠାରୁ ଅଧିକ ପ୍ରେମ ମନୋଯୋଗୀ କେବେ ବି ସେମାନଙ୍କର ଆଉ ବନ୍ଧୁତ୍ୱ କିମ୍ବା ଫ୍ରେଣ୍ଡସିପ୍ରେ ଗୁରୁତ୍ୱ ଦେବା ଅନୁଚିତ। ତେଣୁକରି ପ୍ରଭୁ ଶିଖାଉଥିବା ବିଷୟ ବାକ୍ୟ ଅନୁମତି ଦେଉନାହିଁ ଯେ ଗୋଟିଏ ଯୁବକ ଏବଂ ଯୁବତୀକୁ ସେମାନେ ଫ୍ରେଣ୍ଡସିପ୍ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଭାବେ ପରସ୍ପରକୁ ସମ୍ପର୍କରେ ରଖି ତାପରେ ପ୍ରେମିକ ପ୍ରେମିକା ଭାବେ ପରସ୍ପରକୁ ସମ୍ପର୍କରେ ରଖି ତାପରେ ସେମାନେ ଯେ ବିବାହିତ ହେବେ। ଏହି ବିଷୟ ବିଶେଷ କରି ମୋର ବ୍ୟକ୍ତିଗତ ଚିନ୍ତାଧାରା, ବ୍ୟକ୍ତିଗତ ମୋର ଏହି ଯେଉଁ ଶିକ୍ଷା ପ୍ରଭୁ ମୋତେ ପ୍ରଦାନ କରୁଛନ୍ତି। ଆଉ ସେଇ ଅନୁସାରେ ମୋର ବ୍ୟକ୍ତିଗତ ମତାମତ ହେଉଛି କେବେ ମଧ୍ୟ ଜଣେ ପୁରୁଷ କିମ୍ବା କେବେ ମଧ୍ୟ ଜଣେ ଯୌବନ ଯୁବା କିମ୍ବା ଯୁବତୀ ପରସ୍ପରକୁ ଏହି ପ୍ରକାର ଭାବେ ପ୍ରେମିକ ପ୍ରେମିକା କିମ୍ବା ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଭାବେ ନାମିତ କରି ଆଗକୁ ପ୍ରଭୁଙ୍କର ସେଇ ଗୌରବକୁ ଆଉ ପବିତ୍ରତାକୁ କୌଣସି ପ୍ରକାର ଅବହେଳା କରିବା ଉଚିତ ନୁହେଁ। ଏତିକି ହିଁ ଆଉ ପ୍ରଭୁଙ୍କର ବାକ୍ୟରେ ଦେଖୁ ଆମେ ପବିତ୍ର ଭାବରେ ଭଗ୍ନି ତୁଲ୍ୟ ହିଁ ଯୁବକମାନେ ଯୁବତୀମାନଙ୍କୁ ଦେଖିବାର ଅଛି। ଆଉ ଯୁବତୀମାନେ ଭାତୃତୁଲ୍ୟ ପ୍ରତ୍ୟେକ ଯୁବକକୁ ସେମାନେ ମନେ କରିବାର ଅଛି। ଏହା ହିଁ ପ୍ରଭୁ ତାଙ୍କର ବାକ୍ୟରେ କହନ୍ତି। କୌଣସି ପ୍ରକାର ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ କି ଲଭର୍ସ ଆମେ ପ୍ରାର୍ଥନା ସହିତ ପ୍ରେମ କରିବା ପରେ ବିବାହିତ ହୋଇ ସେବା କରିବା ଏଭଳି ବିଷୟ ପ୍ରଭୁ ଅନୁମତି ଦେଉନାହାନ୍ତି। ପ୍ରଭୁ ଉପଯୁକ୍ତ ସମୟରେ ନିରୂପିତ ସମୟରେ ପ୍ରଭୁ ଆବଶ୍ୟକ ଅନୁସାରେ ସଙ୍ଗିନୀ ଏବଂ ସହକାରିଣୀ କିମ୍ବା ଜୀବନସାଥୀ ପ୍ରଭୁ ଉପଯୁକ୍ତ ସମୟରେ ପ୍ରଦାନ କରିବେ। ଆଉ ତାହା ସ୍ଥିରୀକୃତ ହେବ ପ୍ରଭୁଙ୍କର ବାକ୍ୟ ପ୍ରକାରେ ଆଉ ମଣ୍ଡଳୀ ପ୍ରକାରେ। ତେଣୁ ପ୍ରିୟମାନେ ଯେତେ ଜଣ ଯୁବକ ଏବଂ ଯୁବତୀମାନେ ସମସ୍ତଙ୍କୁ ପାଉଲଙ୍କର ଲିଖିତ ସେହି ବାକ୍ୟ ତିମୋଥୀଙ୍କ ନିକଟକୁ ଯେ ତୁମ୍ଭେ ଯୌବନ ଅବସ୍ଥାରେ ପବିତ୍ରତାର ସହିତ ଜୀବନଯାପନ କର, ଆଉ ତୁମର ଏହି ଯୌବନ ଅବସ୍ଥାକୁ କେହି ବି ଯେପରି ତୁଚ୍ଛ ନ କରିବେ ସେଥିପାଇଁ ତୁମେ ଯତ୍ନଶୀଳ ହୁଅ ବୋଲି ଆଉ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ। ତେଣୁ ପ୍ରତ୍ୟେକ ଯୁବତୀମାନଙ୍କୁ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ମୁଁ ଅନୁରୋଧ କରିବି ପ୍ରଭୁଙ୍କର ବାକ୍ୟ ପ୍ରକାରେ କେବଳ ପ୍ରଭୁଙ୍କ ସହିତ ଫ୍ରେଣ୍ଡସିପ୍ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତୁ। ଅନ୍ୟ ବାପା ମା କି ଭାଇ ଭଉଣୀ ପ୍ରେମିକ ପ୍ରେମିକା ଯିଏ ବି ହେଉ ସମସ୍ତ ଠାରୁ ଅଧିକ ପ୍ରେମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କରନ୍ତୁ। ସବୁଠାରୁ ଅଧିକ ସମ୍ପର୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ରଖନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଆପଣଙ୍କର ବନ୍ଧୁ। ଆଉ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କର ବନ୍ଧୁ ତାହେଲେ ତାଙ୍କର ବାକ୍ୟ ପାଳନ କରିବାର ଅଛି। କାରଣ ପ୍ରଭୁ ନିଜେ କହନ୍ତି ମୁଁ ତୁମମାନଙ୍କୁ ଆଉ ଭାଇ ଭାତୃ ବୋଲି ବା ଭାଇ କହୁନାହିଁ, ଆଜିଠାରୁ ମୁଁ ବନ୍ଧୁ ବୋଲି କହୁଛି। କାରଣ ବନ୍ଧୁ ସବୁବେଳେ ପ୍ରେମ କରଇ ଏବଂ ଆଜ୍ଞା ପାଳନ କରେ। ତେବେ ତୁମମାନେ ମଧ୍ୟ ମୋର ଆଜ୍ଞା ପାଳନ କର ବୋଲି ପ୍ରଭୁ ଯୀଶୁଖ୍ରୀଷ୍ଟ କହିଥିଲେ। ତେଣୁ ପ୍ରିୟମାନେ ଆମମାନେ ପ୍ରଭୁଙ୍କର ବାକ୍ୟ ପାଳନ କରି ପ୍ରଭୁଙ୍କର ବାକ୍ୟ ପ୍ରକାରେ ତାହାଙ୍କୁ ପ୍ରେମ କରି ଆଗକୁ ବଢ଼ିବା। ଯଦି ଏହି ଅଳ୍ପ ସମୟର ଯଦି ଏହି ଚିନ୍ତା ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ
ଆଉ ଅନ୍ୟମାନଙ୍କୁ ବି ସେୟାର କରନ୍ତୁ। ଏପର୍ଯ୍ୟନ୍ତ ଯଦି ମୋର ଚ୍ୟାନେଲରେ ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।